जय जगन्नाथ बंधुगण आज आम जानिबा 18 एप्रिल 2024 गुरुवार दिन द्वादश राशि राशिफल विषय। ଏହି ଦୈନିକ ରାଶିଫଳ ଚନ୍ଦ୍ରଙ୍କ ଗୋଚର ଗଣନାକୁ ନେଇ ଆଧାରିତ ଏବଂ ଚନ୍ଦ୍ରଙ୍କ ଗୋଚର ଗଣନା ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ତ ଆସନ୍ତୁ ସର୍ବପ୍ରଥମେ ଜାଣିବା ଆଜିର ତିଥି ଓ ରାଶି ନକ୍ଷତ୍ର ବିଷୟରେ। ଆଜି ହେଉଛି 18 ଏପ୍ରିଲ 2024 ଗୁରୁବାର, ଚୈତ୍ର ଶୁକ୍ଳପକ୍ଷ ଦଶମୀ, ସନ୍ଧ୍ୟା 5:33 ଗତି ଏକାଦଶୀ। আজি ଅଶ୍ଲେଷା ମଳ ନକ୍ଷତ୍ର ଦିବା 7:57 ଗତେ ମଘା ନକ୍ଷତ୍ର। ଆଜି କର୍କଟ ଚନ୍ଦ୍ର ଦିବା 7:57 ଗତେ ସିଂହ ଚନ୍ଦ୍ର। ଆଜିର ପର୍ବୋତ୍ସବ ସୁଦଶା ବ୍ରତ ଶୁଦ୍ଧ ଓ ବାସନ୍ତିକ ଦଶହରା। ଆଜିର ଶୁଭବେଳା ପ୍ରାତଃ 5:32 ଦିବା 7:14 ପର୍ଯ୍ୟନ୍ତ। ଆଜିର ସୂର୍ଯ୍ୟୋଦୟ ପ୍ରାତଃ 5:32। ଆଜିର ସୂର୍ଯ୍ୟାସ୍ତ ସନ୍ଧ୍ୟା 6:14। ଆଜି କର୍କଟ ଓ ମକର ରାଶି ପୁରୁଷମାନଙ୍କ ଘାତ ଚନ୍ଦ୍ର ଏବଂ ତୁଳା ଓ କୁମ୍ଭ ରାଶିର ଘାତବାର। ଆଜି କଲମୀ ଶାଗ ଖାଇବା ନିଷିଦ୍ଧ। ତ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ତା ପୂର୍ବରୁ ଆମ ଚ୍ୟାନେଲକୁ ଯେଉଁମାନେ ନୂଆ କରି ଆସିଛନ୍ତି ତଳେ ଥିବା ଲାଲ ରଙ୍ଗର ସବସ୍କ୍ରାଇବ୍ ବଟନକୁ ଦବାଇ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଅଲ୍ରେ ସିଲେକ୍ଟ କରନ୍ତୁ, କାହିଁକି ନା ଆମେ ଅପଲୋଡ୍ କରିଥିବା ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତ ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ଆଜି ଆପଣଙ୍କ ଅସମାପ୍ତ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରନ୍ତୁ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଉତ୍ତମ ନୁହେଁ। କାର୍ଯ୍ୟରେ ଆସୁଥିବା ଅବରୋଧ କାରଣରୁ ଆପଣଙ୍କ ମନ ବିଚଳିତ ରହିବ ତଥା ଆପଣଙ୍କୁ ଆଜି କିଛି ମିଶ୍ରିତ ପରିଣାମ ପ୍ରାପ୍ତି ହେବ। ସେଥିପାଇଁ ଯେକୌଣସି ନିର୍ଣ୍ଣୟ ସାବଧାନତାର ସହିତ ନିଅନ୍ତୁ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭଫଳଦାୟକ ସିଦ୍ଧ ହେବ ତଥା ନିଜ ସମସ୍ତ ଲକ୍ଷ୍ୟ ପୂରଣ କରି ଆପଣ ପିତାମାତା ଓ ଗୁରୁଜନଙ୍କୁ ଗୌରବାନ୍ୱିତ କରିବେ। ପାରିବାରିକ ଜୀବନରେ ବୈବାହିକ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ସନ୍ତାନ ପକ୍ଷରୁ କୌଣସି ବଡ଼ ଖୁସି ଖବର ପ୍ରାପ୍ତି ହେବ। ପିତାଙ୍କ ମାର୍ଗଦର୍ଶନ ଏବଂ ସହଯୋଗ ପ୍ରାପ୍ତି ହେବ ତଥା ପାରିବାରିକ ପରିବେଶ ସୁଖଦ ହେବ। ଆପଣ ଭାଇ ଭଉଣୀଙ୍କ ଠାରୁ ଆବଶ୍ୟକ ସହାୟତା ପାଇବେ। ପରିବାର ସଦସ୍ୟଙ୍କ ସହିତ ଉତ୍ତମ ସମୟ ବ୍ୟତୀତ କରିବେ, କିନ୍ତୁ ମାତାଙ୍କ କିଛି ସ୍ୱାସ୍ଥ୍ୟଗତ ସମସ୍ୟାର ବିଶେଷ ଧ୍ୟାନ ରଖନ୍ତୁ। ଆର୍ଥିକ ସ୍ଥିତି ମଧ୍ୟମ ତଥା ଆଶାଜନକ ରହିବ ଏବଂ ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇବା ପାଇଁ ଅଧିକ ପ୍ରୟାସ କରିବାର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବ। ଆଜି ଆପଣ ଓಂ ଶ୍ରୀ ମହାଲକ୍ଷ୍ମୀ ନମଃ ମନ୍ତ୍ରର ଜପ କରନ୍ତୁ, ଶୁଭ ଫଳ ପାଇବେ। ବୃଷ ରାଶି, ଆପଣଙ୍କ ଚତୁର୍ଥ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କ ସ୍ୱଭାବ ତଥା କାର୍ଯ୍ୟଶୈଳୀରେ ସ୍ୱ ଅବଲୋକନର ଅବସର ପ୍ରଦାନ କରିବ। ଭବିଷ୍ୟତ ଯୋଜନାର ବିଚାର କରିବେ ଏବଂ କୌଣସି ଅବସରକୁ ହାତଛଡ଼ା କରନ୍ତୁ ନାହିଁ। ବିଦ୍ୟାର୍ଥୀମାନଙ୍କୁ ଅଧିକ ଆତ୍ମବିଶ୍ୱାସ କାରଣରୁ କ୍ଷତିର ସମ୍ଭାବନା ରହିଛି। ମାତାଙ୍କ ସହିତ କିଛି ବୈଚାରିକ ମତଭେଦ ଦେଖାଦେଇପାରେ ଏବଂ ଘରର ସାଜସଜ୍ଜା ଜନିତ ବ୍ୟୟରେ ବୃଦ୍ଧି ଘଟିବ। ପିତାଙ୍କ ମାର୍ଗଦର୍ଶନରୁ ଲାଭ ପ୍ରାପ୍ତି ହେବ ଏବଂ ଶ୍ୱଶୁର ଘର ପକ୍ଷରୁ ସମ୍ପର୍କରେ ସୁଧାର ଆସିବ। ଗୃହ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଆପଣ ଚିନ୍ତିତ ରହିବେ। ପରିବାର ସଦସ୍ୟଙ୍କ ସହିତ ଉତ୍ତମ ସମୟ ବ୍ୟତୀତ କରିବେ ଏବଂ ଧନର ଅଭାବ କାରଣରୁ କିଛି କାର୍ଯ୍ୟରେ ଅସ୍ଥାୟୀ ଅବରୋଧ ଉତ୍ପନ୍ନ ହେବାର ସମ୍ଭାବନା ରହିଛି। ସଞ୍ଚିତ ନିବେଶ ବୁଝି ବିଚାରି କରନ୍ତୁ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରର ବିସ୍ତାର ଯୋଜନାରେ କାର୍ଯ୍ୟ କରିବେ ଏବଂ ଆପଣଙ୍କୁ କିଛି ମାନସିକ ଚିନ୍ତା ହଇରାଣ କରିପାରେ। ସେଥିପାଇଁ ମନକୁ ଏକାଗ୍ର ତଥା ଶାନ୍ତ ରଖିବାର ପ୍ରୟାସ କରନ୍ତୁ। ଆଜି ଆପଣ ଗୋପାଳ ସହସ୍ରନାମର ପାଠ କରନ୍ତୁ, ଶୁଭ ଫଳ ପାଇବେ। ମିଥୁନ ରାଶି, ଆପଣଙ୍କ ତୃତୀୟ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କ ବାଣୀକୁ ଚମତ୍କାରୀ ମଧୁରତା ପ୍ରଦାନ କରିବ। ଆପଣ ନିଜ ବ୍ୟାପାରିକ ସହଯୋଗୀଙ୍କ ସହିତ ଭବିଷ୍ୟତର ସମସ୍ୟାକୁ ସାମ୍ନା କରିବାର ରଣନୀତି ପ୍ରସ୍ତୁତ କରିବେ। ପରିବାରରେ ସମ୍ପତ୍ତି ସମ୍ବନ୍ଧିତ କୌଣସି ବିବାଦ ଥିଲେ ତାହାର ସମାଧାନ ହେବ ଏବଂ ପରିବାରରେ
ଜୀବନ ସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଯଦି ବିବାହ ହେତୁ ପ୍ରୟାସରତ ଅଛନ୍ତି ତାହେଲେ ସଫଳ ହେବେ ଏବଂ ଗୃହରେ କୌଣସି ଧାର୍ମିକ ମାଙ୍ଗଳିକ କାର୍ଯ୍ୟକ୍ରମର ରୂପରେଖା ପ୍ରସ୍ତୁତ କରିବେ। ପିତାଙ୍କ ପୂର୍ଣ୍ଣ ସହଯୋଗ ଓ ଆଶୀର୍ବାଦ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତି ଆହୁରି ସୁଦୃଢ଼ ହେବ ତଥା ସେୟାର ମାର୍କେଟ ଆଦି ନିବେଶରୁ ଆପଣ ଆଜି ଲାଭବାନ ହେବେ। ପାରିବାରିକ ସମ୍ପତ୍ତିରେ ବୃଦ୍ଧି ଘଟିବ। ବନ୍ଧୁମିତ୍ର ତଥା ଯୋଗ୍ୟ ବ୍ୟକ୍ତିଙ୍କ ପରାମର୍ଶ ବ୍ୟବସାୟରେ ସହାୟକ ହେବ। ଭୂମି ଓ ଭବନ ଆଦି କ୍ଷେତ୍ରରେ ଆପଣ ସଫଳତା ପ୍ରାପ୍ତ କରିବେ ଏବଂ ମାତାଙ୍କ ସ୍ୱାସ୍ଥ୍ୟାବସ୍ଥାର ବିଶେଷ ଧ୍ୟାନ ରଖନ୍ତୁ। ଆଜି ଆପଣ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ, ଶୁଭ ଫଳ ପାଇବେ। କର୍କଟ ରାଶି, ଆପଣଙ୍କ ରାଶିରୁ ଦ୍ୱିତୀୟ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ରୋଜଗାର ତଥା ବ୍ୟାପାର କ୍ଷେତ୍ରରେ ସହାୟକ ହେବ ଏବଂ ସ୍ଥାୟିତ୍ୱ ପ୍ରଦାନ କରିବ। ଆପଣଙ୍କ ବାଣୀ ତଥା ଲେଖନୀରେ ମଧୁରତା ଓ ଆକର୍ଷଣର ସଞ୍ଚାର ହେବ। ଆପଣଙ୍କ କାର୍ଯ୍ୟର ସବୁ ଜାଗାରେ ପ୍ରଶଂସା ହେବ। ପାରିବାରିକ ଜୀବନରେ ସୁଖ ସମୃଦ୍ଧି ଲାଗି ରହିବ। ଜୀବନସାଥୀ ଆପଣଙ୍କ ସମ୍ମାନ କରିବେ ଏବଂ ସମ୍ପର୍କରେ ଘନିଷ୍ଠତା ଆସିବ। ଛୋଟ ଭାଇ ଭଉଣୀଙ୍କ ଠାରୁ ଆପଣଙ୍କୁ ସ୍ନେହ ମିଳିବ ଏବଂ ସେମାନେ ଆପଣଙ୍କ ଅନୁସରଣ କରିବେ। ପ୍ରେମ ସମ୍ବନ୍ଧ କ୍ଷେତ୍ରରେ ସମୟ ଅନୁକୂଳ ରହିବ। ପୂର୍ବରୁ ଦେଖାଦେଉଥିବା ସମସ୍ୟା ଦୂର ହେବା ସହିତ ଆର୍ଥିକ ସ୍ଥିତି ଉତ୍ତମ ଅନୁକୂଳ ରହିବ ଏବଂ ଆୟର ନୂଆ ନୂଆ ସ୍ରୋତରୁ ଧନ ପ୍ରାପ୍ତିର ଯୋଗ ରହିଛି। ଅଧିକାରୀ ବର୍ଗଙ୍କ ଠାରୁ ଆପଣଙ୍କୁ ସମ୍ମାନ ମିଳିବ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନେ ନିଜକୁ ଉଚିତ ରୂପରେ ବ୍ୟକ୍ତ କରିପାରିବେ ଏବଂ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ସ୍ୱାସ୍ଥ୍ୟାବସ୍ଥା ଅନୁକୂଳ ରହିବ ଏବଂ ଶ୍ୱାସ ସମ୍ବନ୍ଧିତ ରୋଗରେ ସୁଧାର ଆସିବ। ଆଜି ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ, ଶୁଭ ଫଳ ପାଇବେ। ସିଂହ ରାଶି, ଆପଣଙ୍କ ରାଶିରୁ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କ ପୂର୍ବରୁ ଲାଗି ରହିଥିବା ମାନସିକ ଚାପ ବା ସମସ୍ୟାରୁ ମୁକ୍ତି ପ୍ରଦାନ କରିବ ଏବଂ ଆପଣଙ୍କ ସ୍ୱଭାବରେ ସକାରାତ୍ମକ ପରିବର୍ତ୍ତନ ଆସିବା ସହିତ ଆପଣଙ୍କ ପ୍ରଭାବ କ୍ଷେତ୍ରରେ ବୃଦ୍ଧି ଘଟିବ। ପୂର୍ବରୁ ଅଟକି ରହିଥିବା କାର୍ଯ୍ୟରେ ପ୍ରଗତି ହେବ। ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି ଏବଂ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସମ୍ବନ୍ଧିତ ସମସ୍ୟାର ସମାଧାନ ହେବ। ମାତୃଳ ଘର ପକ୍ଷରୁ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ ଏବଂ ପରିବାରର ଛୋଟ ସଦସ୍ୟଙ୍କ ସହିତ ଆପଣ ଉତ୍ତମ ସମୟ ବ୍ୟତୀତ କରିବେ। ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତି ହେବ। ବିଦେଶରୁ ସୁଖଦ ସମାଚାର ପ୍ରାପ୍ତି ହେବ ଏବଂ ପ୍ରେମ ସମ୍ବନ୍ଧରେ ମଧ୍ୟ ପ୍ରେମୀଙ୍କ ସହିତ ଉତ୍ତମ ସାମଞ୍ଜସ୍ୟ ସ୍ଥାପିତ ହେବ। ଆର୍ଥିକ ସ୍ଥିତି କ୍ଷେତ୍ରରେ ଆୟର ନୂଆ ସ୍ରୋତ ନିର୍ମାଣ ହେବା ସହିତ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବାକୁ ଲାଗିବ ତଥା ଆର୍ଥିକ ଉନ୍ନତି ଦିଗରେ କରାଯାଇଥିବା ପ୍ରୟାସ ସାର୍ଥକ ସିଦ୍ଧ ହେବ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ। ଲମ୍ବା ସମୟରୁ ଦେଖାଦେଉଥିବା ରୋଗରୁ ଆପଣ ଆରାମ ପାଇବେ। ଆଜି ଆପଣ ଶ୍ରୀ ରାଧାକୃଷ୍ଣଙ୍କୁ ତୁଳସୀ ଦଳ ଅର୍ପଣ କରନ୍ତୁ, ଶୁଭ ଫଳ ପାଇବେ। କନ୍ୟା ରାଶି, ଆଜି ଆପଣଙ୍କ ଦ୍ୱାଦଶ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କୁ ମାନସିକ ଚିନ୍ତିତ କରିବ। ଛୋଟ ଛୋଟ କଥାକୁ ନେଇ ଆପଣଙ୍କ ସ୍ୱଭାବରେ ଚିଡ଼ିଚିଡ଼ାପଣ ତଥା ବିରକ୍ତିର ସମାବେଶ ହେବ। କିଛି ଅପ୍ରିୟ ସ୍ଥିତି ଉତ୍ପନ୍ନ ହୋଇପାରେ ଯାହା ବ୍ୟବସାୟରେ ଆପଣଙ୍କ ପାଇଁ କିଛି କ୍ଷତିର ଯୋଗ ଉତ୍ପନ୍ନ କରିବ। ରୋଜଗାର କ୍ଷେତ୍ରରେ ପରିବର୍ତ୍ତନ ପାଇଁ ସମୟ ଶୁଭ ନୁହେଁ ଏବଂ ପିତାଙ୍କ ସହିତ କୌଣସି କଥାକୁ ନେଇ ବାଦ ବିବାଦର ସମ୍ଭାବନା ରହିଛି। ସେଥିପାଇଁ ନିଜ ବାଣୀ ଓ କ୍ରୋଧରେ ନିୟନ୍ତ୍ରଣ ବଜାୟ ରଖନ୍ତୁ। ଆକସ୍ମିକ ଖର୍ଚ୍ଚ କାରଣରୁ ପାରିବାରିକ ସ୍ଥିତି ସାମାନ୍ୟ କଳହପୂର୍ଣ୍ଣ ରହିବ ଏବଂ ଆପଣ ଆଜି କୌଣସି ପ୍ରକାର ଆର୍ଥିକ ଦେବାନେବାରୁ ଦୂରେଇ ରୁହନ୍ତୁ, ଅନ୍ୟଥା କ୍ଷତିର ସମ୍ଭାବନା ରହିଛି। କିନ୍ତୁ ଭାଇମାନଙ୍କ ସହଯୋଗରୁ ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇବାରେ ସହାୟତା ପାଇବେ ଏବଂ ପ୍ରେମ ଜୀବନ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ। ଆର୍ଥିକ ସ୍ଥିତି ସାମାନ୍ୟ ସଂଘର୍ଷପୂର୍ଣ୍ଣ ରହିବ। ସେଥିପାଇଁ କୌଣସି ପ୍ରକାର ନିବେଶ ତଥା ସମ୍ପତ୍ତି କ୍ରୟ ବିକ୍ରୟରୁ ମଧ୍ୟ ଆପଣ ଦୂରେଇ ରୁହନ୍ତୁ କିମ୍ବା କିଛି ସମୟ ପର୍ଯ୍ୟନ୍ତ ଟାଳି ଦିଅନ୍ତୁ। ସ୍ୱାସ୍ଥ୍ୟାବସ୍ଥାର ବିଶେଷ ଧ୍ୟାନ ରଖିବା ଉଚିତ। ଆଜି ଆପଣ ଅସହାୟ ବ୍ୟକ୍ତିଙ୍କୁ ବସ୍ତ୍ର ତଥା ଔଷଧ ଦାନ କରନ୍ତୁ, ଶୁଭ ଫଳ ପାଇବେ। ତୁଳା ରାଶି, ଆଜି ଆପଣ ବ୍ୟବସାୟ କ୍ଷେତ୍ରରେ
ପୂର୍ବରୁ କରିଥିବା ପରିଶ୍ରମର ସୁଖଦ ପରିଣାମ ପାଇବାରେ ସକ୍ଷମ ହେବେ। ଯେକୌଣସି ବାଦବିବାଦର ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ରହିବ ଏବଂ ସରକାରୀ ଚାକିରି କ୍ଷେତ୍ର ଜଡ଼ିତ ବ୍ୟକ୍ତିଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବା ସହିତ ଚାକିରି କ୍ଷେତ୍ରରେ ପଦୋନ୍ନତି ତଥା ବେତନ ବୃଦ୍ଧିର ଯୋଗ ରହିଛି। ପାରିବାରିକ ବାତାବରଣ ସୁଖଦ ରହିବ ଏବଂ ଛୋଟ ବାଳକମାନଙ୍କ ସହିତ ଆପଣ ଉତ୍ତମ ସମୟ ବ୍ୟତୀତ କରିବେ। କିନ୍ତୁ ତଥାପି ଦିନଟି ଆପଣଙ୍କ ପାଇଁ କାର୍ଯ୍ୟବ୍ୟସ୍ତତାରେ କଟିବ। କିନ୍ତୁ ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମନମତାନ୍ତର ଦେଖାଦେଇପାରେ। ସେଥିପାଇଁ ଆପଣ ନିଜ ଅହଂଭାବ ଠାରୁ ଦୂରେଇ ରୁହନ୍ତୁ। କିନ୍ତୁ ମାତାଙ୍କ ପକ୍ଷରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ। ପ୍ରେମ ଜୀବନରେ ନୂଆ ଉର୍ଜାର ସଞ୍ଚାର ହେବ ଏବଂ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବ। ରାଜକୀୟ ପକ୍ଷରୁ ଆର୍ଥିକ ଲାଭ ମିଳିବ। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାର ବିଷୟ ଧ୍ୟାନ ରଖନ୍ତୁ ଏବଂ ଅନିଦ୍ରା ତଥା ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ ଏବଂ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ ରଖିବାର ପ୍ରୟାସ କରନ୍ତୁ। ଆଜି ଆପଣ ପକ୍ଷୀଙ୍କୁ ଦାନା ଖାଇବାକୁ ଦିଅନ୍ତୁ, ଶୁଭ ଫଳ ପାଇବେ। ବିଛା ରାଶି, ଆଜି ଆପଣଙ୍କ ରାଶି ସ୍ଥାନରୁ ଦଶମ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ବ୍ୟବସାୟିକ ଏବଂ କାର୍ଯ୍ୟକ୍ଷେତ୍ରରେ ପ୍ରଗତି ପ୍ରଦାନ କରିବ। ବ୍ୟବସାୟରେ ଆପଣଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନ ଉତ୍ତମ ଲାଭ ପ୍ରଦାନ କରିବ। କିନ୍ତୁ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଜୀବନରେ କାର୍ଯ୍ୟବ୍ୟସ୍ତତା ବୃଦ୍ଧି ପାଇବ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନେ ପରିଶ୍ରମର ଉତ୍ତମ ପରିଣାମ ପାଇପାରିବେ ଏବଂ ଆପଣ ନିଜ ଶକ୍ତି ତଥା ଧୈର୍ଯ୍ୟ ବଳରେ ସମସ୍ତ ବାଧାବିଘ୍ନରେ ବିଜୟ ପ୍ରାପ୍ତ କରିବେ। କିନ୍ତୁ ଅତି ଆତ୍ମବିଶ୍ୱାସରୁ ଆପଣ ଦୂରେଇ ରୁହନ୍ତୁ ଏବଂ ପରିବାରରେ ସୁଖଦ ବାତାବରଣ ଲାଗି ରହିବ। ସନ୍ତାନ ଆପଣଙ୍କ ମାର୍ଗଦର୍ଶନର ଅନୁସରଣ କରିବେ। ପ୍ରେମ ଜୀବନରେ ପ୍ରେମୀଙ୍କ ଭାବନାକୁ ସମ୍ମାନ କରିବେ। ପିତାଙ୍କ ମାର୍ଗଦର୍ଶନ ବା ସହଯୋଗ ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ। ଆର୍ଥିକ ସ୍ଥିତି କ୍ଷେତ୍ରରେ ଆର୍ଥିକ ଲାଭ ପ୍ରାପ୍ତି ହେବା ସହିତ ନୂଆ ନୂଆ ଆୟର ସ୍ରୋତ ନିର୍ମାଣ ହେବ। କିନ୍ତୁ କୌଣସି ପ୍ରକାର ଯାତ୍ରା ଆବଶ୍ୟକ ଥିଲେ କରନ୍ତୁ, ଅନ୍ୟଥା କ୍ଷତିର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ଅନୁକୂଳ ରହିବ। କିନ୍ତୁ ଶ୍ୱାସ ସମ୍ବନ୍ଧିତ ରୋଗୀ ସ୍ୱାସ୍ଥ୍ୟାବସ୍ଥାର ବିଷୟ ଧ୍ୟାନ ରଖନ୍ତୁ। ଆଜି ଆପଣ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ, ଶୁଭ ଫଳ ପାଇବେ। ଧନୁରାଶି, ଆପଣଙ୍କ ରାଶି ସ୍ଥାନରୁ ଚନ୍ଦ୍ରଦେବଙ୍କ ନବମ ଭାବରେ ଗୋଚର ପୂର୍ବରୁ ଲାଗି ରହିଥିବା ସମସ୍ୟା ଓ ମାନସିକ ଚିନ୍ତାରୁ ମୁକ୍ତି ପ୍ରଦାନ କରିବ। ବ୍ୟବସାୟରେ ସ୍ଥାୟିତ୍ୱ ପ୍ରାପ୍ତି ହେବ ଏବଂ ଆପଣଙ୍କୁ କୌଣସି ପରିଚିତ ବ୍ୟକ୍ତିଙ୍କ ସହାୟତା ମିଳିବାର ଯୋଗ ରହିଛି। ଏହା ସହିତ ରୋଜଗାର କ୍ଷେତ୍ରରେ ଆସୁଥିବା ସମସ୍ୟାର ସମାଧାନ ମିଳିବ। ଯେକୌଣସି କାର୍ଯ୍ୟ କରିବା ପାଇଁ ଭାଗ୍ୟ ଆପଣଙ୍କ ପୂର୍ଣ୍ଣ ସହଯୋଗ କରିବ ଏବଂ ମାତାପିତାଙ୍କ ସ୍ନେହ ତଥା ଆଶୀର୍ବାଦ ମିଳିବ। କିନ୍ତୁ ଶ୍ୱଶୁର ଘର ପକ୍ଷରୁ ସମ୍ପର୍କରେ କିଛି ମତଭେଦ ଦେଖାଦେବାର ସମ୍ଭାବନା ରହିଛି। ଜୀବନସାଥୀଙ୍କ ପକ୍ଷରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ। କିନ୍ତୁ ଜୀବନସାଥୀଙ୍କ ସ୍ୱାସ୍ଥ୍ୟାବସ୍ଥାର ବିଶେଷ ଧ୍ୟାନ ରଖନ୍ତୁ। ପରିବାରରେ ଛୋଟ ସଦସ୍ୟଙ୍କ ସହିତ ଉତ୍ତମ ସମୟ ବ୍ୟତୀତ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବ। କିନ୍ତୁ ପ୍ରେମ ସମ୍ବନ୍ଧରେ ସାବଧାନ ରହିବାର ଆବଶ୍ୟକ ରହିଛି। ଆପଣଙ୍କ କ୍ରୋଧ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। କିନ୍ତୁ ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି। ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ସଞ୍ଚିତ ଧନରେ ମଧ୍ୟ ବୃଦ୍ଧି ଘଟିବ। ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ରହିବ ଏବଂ ବିଷାଣୁଜନିତ ରୋଗରୁ ଆପଣ ବିଶେଷ ସାବଧାନ ରୁହନ୍ତୁ। ଆଜି ଆପଣ ମାତା ଦୁର୍ଗାଙ୍କ ଧ୍ୟାନ କରନ୍ତୁ, ଶୁଭ ଫଳ ପାଇବେ। ମକର ରାଶି, ଆପଣଙ୍କ ଅଷ୍ଟମ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କୁ ମାନସିକ ଚିନ୍ତିତ କରିବ। କୌଣସି ନିଜ ଲୋକ ଆପଣଙ୍କ କ୍ଷତି କରିବାର ପ୍ରୟାସ କରିବେ। ସେଥିପାଇଁ ନିଜ ଗୋପନୀୟ ତଥ୍ୟ ଓ କାଗଜପତ୍ରକୁ ଦାୟିତ୍ୱ ସହକାରେ ରଖନ୍ତୁ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ବିରକ୍ତିର ଭାବନା ଆସିବ ଏବଂ ବାଣିଜ୍ୟ ବ୍ୟବସାୟରେ ଧନ ପ୍ରାପ୍ତିରେ ବିଳମ୍ବ ହେବ। ପରିବାରର ଅନାବଶ୍ୟକ ଖର୍ଚ୍ଚରେ ବୃଦ୍ଧି କାରଣରୁ ଆପଣ ସାମାନ୍ୟ ଚିନ୍ତିତ ରହିବେ। ଜୀବନ ସାଥୀଙ୍କ ସହିତ ମଧ୍ୟ ସାମାନ୍ୟ ମତଭେଦର ସମ୍ଭାବନା ରହିଛି, ଯାହା ଫଳରେ ପରିବାରରେ କଳହପୂର୍ଣ୍ଣ ବାତାବରଣ ଲାଗି ରହିବ। ନିକଟ ସମ୍ପର୍କୀୟଙ୍କ ସମ୍ବନ୍ଧିତ କୌଣସି ଅପ୍ରିୟ ସମାଚାର ଆପଣଙ୍କୁ ମାନସିକ ଚିନ୍ତିତ କରିବ।
କିନ୍ତୁ ପ୍ରେମ ସମ୍ବନ୍ଧ ପାଇଁ ସମୟ ଉତ୍ତମ ଅନୁକୂଳ ରହିଛି। କିନ୍ତୁ ଆପଣ ନିଜ ବାଣୀ ଓ କ୍ରୋଧରେ ସଂଯମତା ବଜାୟ ରଖନ୍ତୁ। ଆର୍ଥିକ ସ୍ଥିତି ସାମାନ୍ୟ ସଂଘର୍ଷପୂର୍ଣ୍ଣ ରହିବ ଏବଂ ଆୟ ତୁଳନାରେ ବ୍ୟୟଭାର ବୃଦ୍ଧି ପାଇବ। ସେଥିପାଇଁ ଅନାବଶ୍ୟକ ଖର୍ଚ୍ଚରେ ନିୟନ୍ତ୍ରଣ ବଜାୟ ରଖନ୍ତୁ ଏବଂ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ରହିବ ଏବଂ ଉଦର ସମ୍ବନ୍ଧିତ ସମସ୍ୟା ଆପଣଙ୍କୁ ହଇରାଣ କରିବ। ଆଜି ଆପଣ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ, ଶୁଭ ଫଳ ପାଇବେ। କୁମ୍ଭ ରାଶି, ଆପଣଙ୍କ ସପ୍ତମ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଭାଗିଦାରୀ କାର୍ଯ୍ୟରେ ଲାଭ ପ୍ରଦାନ କରିବ। ବ୍ୟବସାୟରେ ନୂଆ ନିବେଶ ମିଳିବାର ସମ୍ଭାବନା ରହିଛି ଏବଂ ସମାଜ କଲ୍ୟାଣକାରୀ କାର୍ଯ୍ୟରେ ଆପଣ ଉତ୍ସୁକତା ସହିତ ଭାଗ ନେବେ, ଯାହା ଫଳରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହିତ ରାଜକୀୟ ପକ୍ଷରୁ ପ୍ରୋତ୍ସାହନ ପ୍ରାପ୍ତି ହେବ ଏବଂ ରାଜନୈତିକ କ୍ଷେତ୍ରର ବିସ୍ତାର ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି। ପାରିବାରିକ ଜୀବନରେ ଜୀବନସାଥୀଙ୍କ ସହଯୋଗ କାର୍ଯ୍ୟକ୍ଷେତ୍ରରେ ବିଶେଷ ଲାଭଦାୟକ ସିଦ୍ଧ ହେବ ଏବଂ ଯେକୌଣସି ବଡ଼ ସମସ୍ୟାର ସମାଧାନ ଖୋଜିବାରେ ଆପଣ ସଫଳ ହେବେ। ଯଦି ଆପଣ ଅବିବାହିତ ତାହେଲେ ବିବାହ ସମ୍ବନ୍ଧିତ କିଛି ଶୁଭ ସମାଚାର ପ୍ରାପ୍ତି ହେବାର ଯୋଗ ରହିଛି। ପିତାମାତାଙ୍କ ସେବା କରି ଆଶୀର୍ବାଦ ପ୍ରାପ୍ତ କରିବେ ଏବଂ ବନ୍ଧୁମିତ୍ରଙ୍କ ସହଯୋଗ ପ୍ରାପ୍ତି ହେବ। ବଡ଼ ଭାଇଙ୍କ ସହିତ କୌଣସି ନୂଆ କାର୍ଯ୍ୟ ଯୋଜନାର ଚର୍ଚ୍ଚା କରିବେ। ଆର୍ଥିକ ସ୍ଥିତି କ୍ଷେତ୍ରରେ ସମୟ ଉତ୍ତମ ଅନୁକୂଳ ରହିଛି ଏବଂ ଆୟର ନୂଆ ସ୍ରୋତର ବିକାଶ ହେବ। ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ଅନୁକୂଳ ରହିବ। ବିଶେଷ ରୂପରେ ହୃଦୟ ସମ୍ବନ୍ଧିତ ରୋଗୀ ନିଜର ବିଶେଷ ଧ୍ୟାନ ରଖନ୍ତୁ। ଆଜି ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ, ଶୁଭ ଫଳ ପାଇବେ। ମୀନ ରାଶି, ଆପଣଙ୍କ ଷଷ୍ଠ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କ ଶତ୍ରୁମାନଙ୍କୁ ଦମନ କରିବ। ଦୀର୍ଘ ଦିନର ସମସ୍ୟା ସମାପ୍ତ ହେବାକୁ ଲାଗିବ ତଥା କାର୍ଯ୍ୟକ୍ଷେତ୍ରରେ ଆପଣ ନିଜକୁ ସମର୍ଥ ଓ ଊର୍ଜାବାନ ଅନୁଭବ କରିବେ। ଏହା ସହିତ ପଦୋନ୍ନତିର ମଧ୍ୟ ଦୃଢ଼ ସମ୍ଭାବନା ରହିଛି। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଉତ୍ତମ ଅନୁକୂଳ ରହିଛି ତଥା ପରିଶ୍ରମର ସକାରାତ୍ମକ ପରିଣାମ ପ୍ରାପ୍ତି ହେବ। ଟେଲି ଯୋଗାଯୋଗ ମାଧ୍ୟମରେ କିଛି ଶୁଭ ଖବର ପ୍ରାପ୍ତି ହେବ ଏବଂ ପାରିବାରିକ ଜୀବନରେ ସନ୍ତାନ ପକ୍ଷ ସୁଖଦ ଅନୁଭବ ପ୍ରଦାନକାରୀ ହେବେ। ଜୀବନ ସାଥୀଙ୍କ ସହିତ ସମ୍ପର୍କରେ ପ୍ରଗାଢ଼ତା ଆସିବ ଏବଂ ପାରିବାରିକ ପରିବେଶ ଆନନ୍ଦଦାୟକ ରହିବ। କିନ୍ତୁ ଆପଣ ଆର୍ଥିକ ସ୍ଥିତି ଏବଂ ଭବିଷ୍ୟତକୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ଭାଇ ଓ ଭଉଣୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଦେଖିବାକୁ ମିଳିବ। ପ୍ରେମ ଜୀବନ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ହେବ ତଥା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାନସିକ ଚାପ କାରଣରୁ ଆପଣ ଶାରୀରିକ ଥକାପଣ ଏବଂ ଦୁର୍ବଳତା ଅନୁଭବ କରିବେ। ଆଜି ଆପଣ ଶ୍ରୀ ଜଗନ୍ନାଥଙ୍କ ଧ୍ୟାନ କରନ୍ତୁ, ଶୁଭ ଫଳ ପାଇବେ। ତ ବନ୍ଧୁଗଣ, ଏହା ଥିଲା ଆଜିର ରାଶିଫଳ ବିଷୟରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଲାଇକ୍, ସେୟାର ଓ କମେଣ୍ଟ କରି ଜଣାନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।